ଶୁଣ ବହୁତ ମଜା ଘଟଣାଟି ହୋଇଥିଲା। ମୁଇଁ ସଙ୍ଗୀତ କାର୍ଯ୍ୟକ୍ରମ ମାନକେ ମୁଇଁ ଉଦ୍ଘୋଷକ ହିସାବରେ ଯାଉଥିଲି। ଆଜକାଲ ଏଙ୍କର ବୋଲୁଛନ୍ ଆগে ଆନାଉନ୍ସର ବୋଲୁଥିଲେ ଇଂଲିଶ ଥି ପରିଚାଳନା ଟୋଟାଲ ବେଲେ ଡକ୍ଟର ଜିତେନ୍ଦ୍ର ହରିପାଲ ଦାଦା ମତେ ପ୍ରାୟ ତାଙ୍କର କାର୍ଯ୍ୟକ୍ରମରେ ନଉଥିଲେ। ବେଲେ ଆମେ ଗୋଟେ ରେଙ୍ଗାଲି ନା ଗୋଟେ ଦୁର୍ଗା ପୂଜା ସବୁରେ କାର୍ଯ୍ୟକ୍ରମଟେ କରୁଥିଲୁ। ମୁଇଁ ଏଙ୍କରିଂ କରୁଥିଲି। ବହୁତ ମଜା ଘଟଣା ସତ ଘଟଣା ଏଇଟା। ମୁଇଁ ଗୋଟେ ଜୋକ୍ସ ଟି କେନ୍ତା କହୁଛେଁ ଆରମ୍ଭ କରୁଛେଁ କି ଢିଲା ପିନ୍ଧିଲି ସମ୍ବଲପୁରୀ ଢିଲା ଲମ୍ବାଟା ଆଉ ପାଇଜାମା ପିନ୍ଧିଲି ବେଲେ ଲୋକ ହସବାର ଆରମ୍ଭ କଲେ। ମୁଇଁ ଟପିକ କେ ନୁହେଁ ଆସେ ଥିମ୍ କେ ନୁହେଁ ଆସେ କେନ୍ତା ଏନ୍ତା ହସୁଛନ୍ ବୋଇଲି। ଫିର୍ ହଠାତ୍ ମୁଇଁ ଜାଣିଲି ଯେ କି ମୋର ପାଇଜାମାଟା ଖୋଲିକିରି ତଲେ ପଡ଼ିଯାଇଛି ଗୋଡ଼ଟାକେ। ଯେହେତୁ ଢିଲାଟା ଲମ୍ବା ଥିଲା ଆଠୁନ ବହୁତ ତଲକେ ବେଲେ ଇଜ୍ଜତର ଦୃଷ୍ଟିରୁ ସୁରକ୍ଷାରେ ଥିଲି। କେନ୍ତା କରସି ବୋଇଲି କିନ୍ତୁ ସରସନେଙ୍କର ଆଶୀର୍ବାଦରୁ ଗୋଟେ ଚୁଟକୁଲାଟେ ସୋର ହେଇଗଲା। ସେ ଚୁଟକୁଲା କହିକରି ମୁଁ କେନ୍ତା ପିନ୍ଧିଲି ଯେ କହୁଛେ ଆପଣଙ୍କୁ। ମୁଇଁ କହିଲି ବନ୍ଧୁଗଣ ଆପଣ ମୋର ପାଇଜାମା ପଡ଼ିଯାଇଛି ଯେ ହସୁଛନ୍ ହେନ୍ତା ନାଇଁ ହେନ୍ତା ନୁହେଁ। ସେ ଚୁଟକୁଲା ଗୋଟେ ପ୍ରାକ୍ଟିକାଲ କରବା ଲାଗି ପାଇଜାମାକେ ଜାନି ଜାନି ତଲକେ ଖସେ ନାଇଁ ଯାଏ। ଗୋଟେ ନେତାଟେ ଭାଷଣ ଦେଲା ବେଲେ ତାଙ୍କର ପାଇଜାମା ତଲକେ ପଡ଼ିଗଲା। ସେ କେନ୍ତା ପିନ୍ଧିଲେ ଯେ ବତାବା ଲାଗିଟା କରୁଛେ ବୋଇଲି। ତ ନେତାର ପାଇଜାମା ତଲେ ପଡ଼ିଯାଇଛି ମୋର ଯେନ୍ତା ପଡ଼ିଯାଇଛି ସେ କେନ୍ତା ଉପରକେ ଉଠାଲେ ମୁଇଁ କହୁଛେଁ ବୋଇଲି। ବନ୍ଧୁଗଣ ଆଜି ଦେଶ ବିଭିନ୍ନ କାରଣରୁ ଦୁର୍ନୀତି ଭ୍ରଷ୍ଟାଚାର ଦୁଷ୍କର୍ମ କାରଣରୁ ଦେଶ ବହୁତ ତଲକୁ ଖସି ଯାଉଛି। ଆସନ୍ତୁ ସବେ ମିଶି ଦେଶକୁ ଉପରକୁ ଉଠାଇବା ବୋଇଲେ ପାଇଜାମା ନେତା ଉପରକୁ ଉଠେଇଦେଲେ ମୁଁ ଏଇଟା ଉଠେଇଲେ ଏନ୍ତା ଉଠାଲେ ବୋଲି। ଫିର୍ ନାଡ଼ା ବାନ୍ଧ ହରେছে ନେତା କହିଲେ ଖାଲି ଯେ ଏକ ଦେଶକୁ ଉପରକୁ ଉଠାଇ ଦେଲେ ହେବନି ଏକତାର ଡୋରିରେ ସମସ୍ତଙ୍କୁ ବାନ୍ଧି ହେବାକୁ ହେବ ବୋଇଲେ ନାଡ଼ା ବି ବାନ୍ଧିଲେ ମୁଇଁ ବି ନାଡ଼ା ବାନ୍ଧିଦେଲି। ପ୍ରୋଗ୍ରାମ ସରିଲା କି ଜିତେନ୍ଦ୍ର ବଢ଼ିଆ ଚୁଟକୁଲା ସତେ ଖୋଲି ଯାଇଥିଲା ଏଇଟା ପୁରା ସତ ଘଟଣା।